ଆଜି ମୁଁ ବହୁତ ଖୁସି। ଏତେ ଦିନ ପରେ ଯାଇ ମୁଁ ଅଣ୍ଡା ଦେଲି। ଯାଇ ମୋ ଅଣ୍ଡା ଦେଖି ମୋ ସ୍ୱାମୀଙ୍କୁ ଏ ଖୁସି ଖବର ଦିଏ। ଏଇ କଣ ତମେ ଦୁଇ ଜଣ ଅଣ୍ଡା ଧରି ଛିଡା ହେଇଛ? ତମେ ମାନେ ବି କଣ ଅଣ୍ଡା ଦେଇଛ? ହଁ ଦିଦି, ଆମେ ଆଜି ହିଁ ଅଣ୍ଡା ଦେଇଛୁ। ଏଇ ଖୁସି ଖବର ଆମେ ରାଜୁଙ୍କୁ ଜଣାଇବା ପାଇଁ ଏଠି ଛିଡା ହେଇଛୁ। ସେମାନେ ଏପରି କଥା ହେବା ସମୟରେ ରାଜୁ ଚଢି ଘର ଭିତରକୁ ଆସିଲା। ତାର ତିନି ସ୍ତ୍ରୀ ନିଜ ଅଣ୍ଡା ଦେଖେଇ ତାକୁ ଖୁସି ଖବର ଦେଲେ। ଏମିତି ଗୋଟେ ଦିନ, ମୁଁ ପ୍ରଥମ ଥର ଅଣ୍ଡା ଦେଇଛି। ଏବେ ମୋର ବେଶୀ ବେଶୀ ଖାଇବା ଦରକାର। ଅଧିକ ଖାଇଲେ ସିନା ମୁଁ ମୋ ଅଣ୍ଡାର ଭଲ ଯତ୍ନ ନେଇପାରିବି। ହେଲେ ମୋ ସ୍ୱାମୀ ମତେ କମ ଖାଇବା ଦେଇ ତାଙ୍କ ବଡ ସ୍ତ୍ରୀକୁ ଅଧିକ ଖାଇବା ଦେଉଛନ୍ତି। ଏଇ ଏଇ ମତେ ଦେଖେଇ ଦେଖେଇ କଣ ସବୁ କହୁଛୁ? ମୋ ସ୍ୱାମୀ ମତେ ଅଧିକ ଖାଇବାକୁ ଦିଅନ୍ତି। ଦେବେନି କଣ ପାଇଁ କହ? ମୁଁ ତାଙ୍କ ପ୍ରଥମ ସ୍ତ୍ରୀ, ସେଥିପାଇଁ ସେ ମୋର ଅଧିକ ଯତ୍ନ ନିଅନ୍ତି। ଆଉ ଗୋଟେ କଥା ମତେ କହ, ମୁଁ ଯେତେବେଳେ ଅଣ୍ଡା ଦେଲି ତୁ ସେତେବେଳେ କାହିଁକି ଅଣ୍ଡା ଦେଲୁ? କହ କହ। ଆମେ ଯେମିତି ଏବେ ଝଗଡା କରୁଛନ୍ତି, ଆମ ଛୁଆ ମାନେ ବି ଅଣ୍ଡାରୁ ବାହାରିଲା ପରେ ଠିକ ସେମିତି ଝଗଡା କରିବେ ବୋଲି ହିଁ ମୁଁ ତୋ ସହିତ ଅଣ୍ଡା ଦେଇଛି, ବୁଝିଲୁ? ଓହୋ ଦିଦି ମାନେ, କାହିଁକି ଏତେ ଝଗଡା କରୁଛ କହିଲ? ରାଜୁ ଆମ ତିନି ଜଣଙ୍କର ସ୍ୱାମୀ, ସେ ଆମର ସମାନ ଦେଖାଶୁଣା କରନ୍ତି। ଏଇ ସାନ, ଚୁପ କର। ତମେ ଦୁଇଟା କାହିଁକି ଯେ ମୋ ସଂସାର ଭାଙ୍ଗିବାକୁ ଚାଲି ଆସିଲ? ଏବେ ମୋର ସବୁ ଜିନିଷରେ ଭାଗ ବସଉଛ। ଦିଦି, ଏସବୁ କଣ କହୁଛ? ଆମେ କଣ ଏକା ଏକା ଏ ଘରକୁ ଚାଲି ଆସିଛୁ? ରାଜୁ ଆମକୁ ବାହାଇ ଘରକୁ ଆଣିଛନ୍ତି। ରାଜୁ ଯେମିତି ତମକୁ ବାହାଇଛନ୍ତି ସେମିତି ଆମକୁ ବି ବାହା ହେଇଛନ୍ତି। ସେଥିପାଇଁ ଯେତିକି ତମର ଏଇ ଘର ଉପରେ ଅଧିକାର ଅଛି, ଆମର ବି ସମାନ ଅଧିକାର ଅଛି। ଏମିତି